ଶୁକ୍ରବାର ଦିନର 7ଟି ନିୟମ ମହିଳାମାନେ ଥରୁଟିଏ ଆପଣାଇକି ଦେଖନ୍ତୁ, ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ନୀତିଦିନିଆ ଜୀବନ ଭିତରେ ଆମେ କେତେ କର୍ମ କରୁଛେ ଆପଣମାନେ ଜାଣିଛନ୍ତି। ଯେଉଁ ବ୍ୟକ୍ତି କର୍ମ କରିବା ପରେ ମଧ୍ୟ ଯାହାର ଭାଗ୍ୟ ସାଥ ଦେଇନଥାଏ, କେତେ ଟଙ୍କା ରୋଜଗାର କଲେ ବି ଯଦି ଟଙ୍କା ଆପଣଙ୍କର ଖର୍ଚ୍ଚ ହୋଇଯାଉଛି, ଟଙ୍କା ଯଦି ଆପଣ ବଳକା କରି ରଖିପାରୁନାହାନ୍ତି, ତେବେ ଧନ ସମ୍ବନ୍ଧିତ ଯାହା ବି କଷ୍ଟ ଅଛି ସେ ସବୁ ସମସ୍ୟାର ସମାଧାନ କରିଦେବ ଶୁକ୍ରବାର ଦିନର ଏହି 7ଟି ନିୟମ। ପ୍ରତ୍ୟେକ ମହିଳାମାନେ ଯଦି ଏହି 11ଟି ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ ଅତି ନିଷ୍ଠାର ସହକାରେ କରିଦେବେ, ତେବେ ତାଙ୍କ ଘରେ ସ୍ଥାୟୀ ଲକ୍ଷ୍ମୀ ବାସ କରିବ ଏବଂ ଏହାକୁ କରିବା ପରେ ଆପଣମାନଙ୍କୁ ଆଉ ଇଚ୍ଛା ହିଁ ହେବନି ଯେ ଏହି ଉପାୟକୁ ଆପଣମାନେ ଛାଡ଼ିବେ। ଦର୍ଶକ ବନ୍ଧୁ, ମୁଁ ତ କହିବି ପ୍ରତି ଶୁକ୍ରବାରକୁ ଶୁକ୍ରବାର ଏହି ନିୟମ ପ୍ରତ୍ୟେକ ମହିଳା କରିବା ନିହାତି ଦରକାର ଅଟେ। ଏବେ ଦର୍ଶକ ବନ୍ଧୁ, ଆପଣମାନେ କୁହନ୍ତୁ, ନିଜ ସ୍ୱାମୀଙ୍କର ଉନ୍ନତି, ଛୁଆର ଉନ୍ନତି କିଏ ବା ନ ଚାହେଁ? ଘରର ସୁଖ ସମୃଦ୍ଧିକୁ ଆହୁରି ଆଗକୁ ନେବା ପାଇଁ କିଏ ବା ନ ଚାହେଁ? ଏହି ଶୁକ୍ରବାର ଦିନର ନିୟମ ଦ୍ୱାରା ମଣିଷମାନେ ଅର୍ଥାତ୍ ସ୍ତ୍ରୀମାନେ କରିବା ଦ୍ୱାରା ସ୍ୱାମୀମାନଙ୍କୁ ସମାଜରେ ପ୍ରତିଷ୍ଠା, ପଦ ପ୍ରତିଷ୍ଠା, ସମ୍ମାନ, ମାନ, ମର୍ଯ୍ୟାଦା ସବୁ ମିଳିଥାଏ। ତେଣୁ ଏହି ନିୟମକୁ କେବେ ବି ହାତଛଡ଼ା କରନ୍ତୁ ନାହିଁ। ଶୁକ୍ଳ ପକ୍ଷ ହେଉ କିମ୍ବା କୃଷ୍ଣ ପକ୍ଷ ହେଉ, ଯେକୌଣସି ସମୟରେ ଆପଣ ଏହାକୁ ଆରମ୍ଭ କରିଦେବେ, କିନ୍ତୁ ମଳ ମାସ, ଖର ମାସ ଏସବୁ ମାସ ନ ହେବା ଦରକାର। ଯେମିତି ବର୍ତ୍ତମାନ ବି ଆପଣ ଯଦି ଏହି ଭିଡ଼ିଓ ଦେଖୁଛନ୍ତି, ଆପଣଙ୍କୁ ଯଦି ଲାଗୁଛି ଆପଣ ଆପଣଙ୍କ ଜୀବନରେ କିଛି ସମସ୍ୟାରେ ଚାଲୁଛନ୍ତି, ଧନଜନିତ କଷ୍ଟ ଯଦି ପାଉଛନ୍ତି, ତେବେ ଏହାକୁ ତୁରନ୍ତ ଆରମ୍ଭ କରିଦିଅନ୍ତୁ। ଏହାକୁ କୌଣସି କୃଷ୍ଣପକ୍ଷ ଶୁକ୍ଳ ପକ୍ଷ ନୁହଁ, ଯେକୌଣସି ବି ଶୁକ୍ରବାର ଦିନ ଆପଣ କରିପାରିବେ। ଆଜ୍ଞା, ଆପଣମାନେ ନିହାତି ଏହି ଉପାୟଟି କରନ୍ତୁ। ଏଥିରେ ଆପଣଙ୍କୁ ଉପବାସ ବି ରହିବାର ନାହିଁ। ଚାଲନ୍ତୁ ଅତି ସୁନ୍ଦର ଭାବରେ ଆପଣଙ୍କୁ ମୁଁ ଆଜି ବତାଇବି ଆପଣମାନେ କ'ଣ କରିବେ। ଯଦି ଆମେ ଖୋଜିବା, କଷ୍ଟ ପଡ଼ିବା, ତାହେଲେ ତ ଆମକୁ ଭଗବାନ ବି ମିଳିଯିବେ। ତେବେ କାହିଁକି ଆମେ ଆମ ସଫଳତା ପାଇପାରିବା ନାହିଁ? ଏମିତି ବହୁତ ସାରା ଋଗ୍ବେଦରୁ ସଂଗୃହୀତ ଏହି ନିୟମ ଅଟେ। ଆଜି ଯେଉଁ ଉପାୟଟି ମୁଁ ଆପଣଙ୍କୁ କହୁଛି, ଏହା ଋଗ୍ବେଦରୁ ଉଦ୍ଧୃତ ଆସିଅଛି ବା ଅଣାଯାଇଛି। ଏହା ଶାସ୍ତ୍ରୀୟ ପ୍ରମାଣ ସହିତ ଆପଣଙ୍କୁ କହିବି, ସେ ତେଣୁକରି କହିଲେ ଯେ ଏହା ଋଗ୍ବେଦରୁ ଆସୁଅଛି। ପ୍ରତ୍ୟେକ ସ୍ତ୍ରୀ ହେଉଛନ୍ତି ମା ଲକ୍ଷ୍ମୀଙ୍କ ସ୍ୱରୂପା ଏବଂ ଶୁକ୍ର ଗ୍ରହ, ଆମର 9ଟି ଗ୍ରହ ଅଛି। ଆମ କୁଣ୍ଡଳୀରେ ବି ଗ୍ରହଙ୍କର ଚଳପ୍ରଚଳ ରହିଛି। ଯେଉଁ ବ୍ୟକ୍ତିବିଶେଷଙ୍କର ଶୁକ୍ର ଗ୍ରହ ମଜବୁତ ନଥାଏ, ତା ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ନଥାଏ। ଶୁକ୍ର ଗ୍ରହ ମଜବୁତ ଥିଲେ, ଅର୍ଥାତ୍ ଶୁକ୍ର ଗ୍ରହର ଇଷ୍ଟଦେବୀ ହେଉଛନ୍ତି ମହାଲକ୍ଷ୍ମୀ। ଆପଣ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବେ କିପରି? କିପରି ଆପଣଙ୍କର ଶୁକ୍ର ମଜବୁତ ହେବ? ଯେଉଁ ନାରୀ ଚିରାଫଟା ବସ୍ତ୍ର ପିନ୍ଧୁଥାଏ, ଯେଉଁ ନାରୀ ଘରକୁ ଅସନା କରି ରଖୁଥାଏ, ଯେଉଁ ନାରୀ ଅସଜଡ଼ା ହୋଇ ରହିଥାଏ, ସେହି ଘରେ କେବେ ବି ଲକ୍ଷ୍ମୀ ବାସ କରିବେ ନାହିଁ। ତେଣୁ ଆପଣମାନେ କ'ଣ କରନ୍ତୁ, ଏସବୁ ନିୟମକୁ ନିହାତି ପାଳନ କରନ୍ତୁ। ଚାଲନ୍ତୁ ମୁଁ ଆପଣଙ୍କୁ କହିବି କେଉଁ ନିୟମ ଆପଣଙ୍କୁ ଶୁକ୍ରବାର ଦିନ ପାଳନ କରିବାର ଅଛି। ଆପଣଙ୍କୁ 11ଟି ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ କରିବେ ଏବଂ ପ୍ରତି ଶୁକ୍ରବାରକୁ ଶୁକ୍ରବାର କେଉଁ ନିୟମ ପାଳନ କରିବେ। ପ୍ରଥମ କଥା, ଆପଣମାନେ ବହୁତ ଗରିବୀ ଯଦି ପାଉଛନ୍ତି, ବ୍ୟବସାୟରେ ଉନ୍ନତି ହେଉନାହିଁ, ଚାକିରିରେ ଉନ୍ନତି ହେଉନାହିଁ, ତେବେ ଏହି ପ୍ରଚଣ୍ଡ ଉପାୟଟି ଆପଣମାନେ କରିପାରିବେ। ଯେମିତିକି ଆପଣମାନେ ଶୁକ୍ରବାର ଦିନ ସକାଳୁ, ଅର୍ଥାତ୍ ଗୁରୁବାର ଦିନ ରାତିରେ ଆପଣ ଚାଉଳ ଭିଜାଇ କରି ରଖିବେ। ଶୁକ୍ରବାର ଦିନ ସକାଳୁ ଚାଉଳର ଚିତା ନିଜର ମୁଖ୍ୟ ଦ୍ୱାରରେ ଛୋଟିଆ ଛୋଟିଆ 2ଟି ପଦ୍ମ, 2ଟି ମା ମହାଲକ୍ଷ୍ମୀଙ୍କର ପାଦ ପଦ୍ମ ଅଙ୍କନ କରିଦେବେ ଏବଂ ସ୍ନାନ ଶୌଚାଦି କାର୍ଯ୍ୟ ସାରିକରି 2 ପଟେ 2ଟି ଦୀପ, ତା ସହିତ ଏରୁଣ୍ଡି ବନ୍ଧରେ ଧୁଆଧୁଇ ତ କରିଦେଇଥିବେ ଗଙ୍ଗା ଜଳରେ ଏବଂ ହଳଦୀ ପାଣି ସିଞ୍ଚନ କରି ସେଠି ହଳଦୀର ସ୍ୱାସ୍ତିକ ଅଙ୍କନ କରିବେ। ହଳଦିଆ ଚାଉଳ ଟିକେ ଦେଇ ଲାଲ ପୁଷ୍ପ ଦେବେ। 2 ପଟେ 2ଟି ଦୀପ ଲଗାଇଦେବେ। ଲଗାଇ କରି ମହାଲକ୍ଷ୍ମୀଙ୍କୁ ସ୍ମରଣ କରିବେ। ଏହି ପୂଜା ଆପଣ କିପରି କରିବେ ନା, ଆପଣ ଘର ଭିତରେ ବସିବେ, ଆପଣଙ୍କର ମୁହଁ ବାହାର ପଟକୁ ହେଇକରି ପୂଜା କରିବେ ଏବଂ ଦୀପ ଘର ପଟ ଆସୁଥିବ, ଏହିପରି ଭାବେ କରିବେ। ଏହା ଥିଲା ଆପଣଙ୍କର ପ୍ରଥମ ନିୟମ। ଦ୍ୱିତୀୟରେ, ଶୁକ୍ରବାର ଦିନ ଲାଲ କିମ୍ବା ଗୋଲାପୀ ରଙ୍ଗର ବସ୍ତ୍ର ସବୁବେଳେ ପରିଧାନ କରିବେ। ଚତୁର୍ଥରେ, ଶୁକ୍ରବାର ଦିନ ହାତରେ ମେହେନ୍ଦି, ପାଦରେ ଅଳତା, ଦେହରେ ପରଫ୍ୟୁମ୍, ମୁଣ୍ଡରେ ଆପଣମାନେ ସଜ ହୋଇପାରନ୍ତି କିମ୍ବା ଆପଣ ନିଜ କେଶରେ ସୁସଜ୍ଜିତ କରିପାରନ୍ତି, ଫୁଲକୁ ସୁସଜ୍ଜିତ କରିପାରନ୍ତି। ପ୍ରତି ଶୁକ୍ରବାରକୁ ଶୁକ୍ରବାର ନାରୀମାନେ ଏହି ନିୟମ ପାଳନ କରିବେ। ତାପରେ ନିୟମ, ଆପଣମାନେ କ'ଣ କରିବେ, ପ୍ରତି ଶୁକ୍ରବାରକୁ ଶୁକ୍ରବାର ପ୍ରଚଣ୍ଡ
କଷ୍ଟ ଯେଉଁମାନେ ପାଉଛନ୍ତି ମୁଁ ତାଙ୍କ ପାଇଁ ଏ କହୁଛି। ବାକି ଆପଣ ଶୁକ୍ରବାରକୁ ଶୁକ୍ରବାର ଯଦି ଆପଣ ସବୁ ଭଲ ବି ଚାଲୁଛି ଜୀବନରେ, ଆପଣ ଶୁକ୍ରବାର ଦିନ ଟିକେ ସଜବାଜ ହେବେ, ଗୋଲାପ ରଙ୍ଗର ଶାଢ଼ୀ ପିନ୍ଧିବେ, ଲାଲ ରଙ୍ଗର ଶାଢ଼ୀ ପିନ୍ଧି ପାରିବେ, ପରଫ୍ୟୁମ୍ ଲଗାଇବେ, ହାତରେ ନେଲ୍ ପଲିସ୍ ଲଗାଇବେ, ପାଦ ମେହେନ୍ଦି ଲଗାଇବେ, ପାଦରେ ଅଳତା ଲଗାଇବେ। ଏହାକୁ ଆପଣ ଡେଲି ଡେଲି କରିପାରିବେ। କି ଯେଉଁମାନେ ଅସୁବିଧାରେ ପଡ଼ୁଛନ୍ତି ସେମାନଙ୍କ ପାଇଁ ଅଲଗା ଉପାୟ, ଏବଂ ଆପଣ ନୀତିଦିନିଆ ଜୀବନରେ ବି ଯଦି ଆପଣ ଏହା ଚାହିଁବେ ପ୍ରତ୍ୟେକ ଏହା ମହିଳା କରିପାରିବେ। ଯେମିତିକି ଗାଈର କ୍ଷୀରରେ ଆପଣଙ୍କୁ କ୍ଷୀରି ପ୍ରସ୍ତୁତ କରିବା ପାଇଁ ପଡ଼ିବ, ଚାଉଳ କ୍ଷୀରି। ଯଦି ଆପଣଙ୍କ ପାଖରେ ସେତିକି ସାମର୍ଥ୍ୟ ନାହିଁ ବା ଗାଈ କ୍ଷୀର ନାହିଁ, ପକେଟ୍ କ୍ଷୀରରେ ବି କରିପାରିବେ। କିନ୍ତୁ ଆପଣଙ୍କର ଭାବ ରହିବା ଦରକାର ଯେ ଆପଣ ମା ଲକ୍ଷ୍ମୀଙ୍କ ପାଇଁ କରୁଛନ୍ତି। ସେହି ଭାବରେ ଆପଣମାନେ ଗାଈ କ୍ଷୀରରେ କ୍ଷୀରି ପ୍ରସ୍ତୁତ କରିବେ। ଏବଂ କ'ଣ କରିବେ, ଗାଈ କ୍ଷୀରରେ କ୍ଷୀରି ପ୍ରସ୍ତୁତ କରିବେ। ସନ୍ଧ୍ୟା ସମୟରେ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଭୋଗ ଲଗାଇବେ। ଏହା ପାଇଁ ଆପଣଙ୍କୁ ଅଲଗା ଚଉକି ବି ପକାଇବାର ନାହିଁ। ଯଦି ଆପଣ ଚାହାନ୍ତି ଅଲଗା ଚଉକି ପକାଇ ପାରନ୍ତି, ଅଲଗା ଦୀପଟିଏ ଲକ୍ଷ୍ମୀଙ୍କ ପାଇଁ ଜାଳି ପାରନ୍ତି। ମା ଲକ୍ଷ୍ମୀଙ୍କୁ ଏହି ଦିନ ପଦ୍ମ ଫୁଲ, ଗୋଲାପ ଫୁଲ ଅର୍ପଣ କଲେ ବହୁତ ଶୁଭ ଅଟେ। ଏହା ନିୟମ ଅଟେ। ସେହିଦିନ ସନ୍ଧ୍ୟା ସମୟରେ, ପ୍ରତି ଶୁକ୍ରବାରକୁ ଶୁକ୍ରବାର ସନ୍ଧ୍ୟା ସମୟରେ କରିବେ। ମା ଲକ୍ଷ୍ମୀଙ୍କ ପାଖରେ କ୍ଷୀରିର ଭୋଗ ଲଗାଇବେ। ପାନପତ୍ର ଉପରେ ଗୋଟିଏ ରୂପାର କଟୋରୀରେ କ୍ଷୀରି ଭରି କରି ମାଙ୍କୁ ଅତି ଶ୍ରଦ୍ଧାର ସହକାରେ ଲଗାଇବେ ଏବଂ ସେହି କ୍ଷୀରିରେ କିଛି କେଶର ମିଶାଇବେ। ଏହା ଥିଲା। ଏବଂ ଯେଉଁମାନେ ବହୁତ ଗରିବୀ ସମସ୍ୟା ପଡ଼ୁଛନ୍ତି, ଯେଉଁମାନଙ୍କୁ ଏବେ ପର୍ଯ୍ୟନ୍ତ ଯେଉଁ ନିୟମ କହିଲେ ଆପଣ ନୀତିଦିନିଆ ଜୀବନରେ କରନ୍ତୁ। ପ୍ରତି ଶୁକ୍ରବାରକୁ ଶୁକ୍ରବାର କ୍ଷୀରି ପ୍ରସ୍ତୁତ କରନ୍ତୁ, ଟିକେ ହଉ ପଛେ କିନ୍ତୁ କରନ୍ତୁ। ମହାଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗାନ୍ତୁ। ଏହା ପ୍ରତ୍ୟେକ ଗୃହିଣୀ କରିଲେ ଦେଖିବେ ଧୀରେ 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 ଆହୁରି ଉନ୍ନତି ଆସୁଛି। କିପରି ସମାଜରେ ମାନ ପଦ ପ୍ରତିଷ୍ଠା ପାଉଛନ୍ତି। ଏବେ ଯେଉଁମାନେ ଅଧିକ ଗରିବ ବା ନିଜର ବ୍ୟବସାୟ ଚାଲୁନାହିଁ, ଚାକିରିରେ ଉନ୍ନତି ହେଉନାହିଁ, କରଜ ସମସ୍ୟା ବୁଡ଼ି ବୁଡ଼ି ଚାଲୁଛି ବା ଟଙ୍କା ପଇସା ରୋଜଗାରରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଗୋଟିଏ ନିୟମ କହୁଛି। 3ଟି ନିୟମ କହିବି। ପ୍ରଥମରେ ଗୋଟିଏ ଘିଅର ଦୀପ ଆପଣ କ'ଣ କରିବେ, ପ୍ରଜ୍ୱଳନ କରିବେ। ସେହି ଘିଅର ଦୀପରେ ରୂପାର କଏନ୍ ଗୋଟେ ଥୋଇଦେବେ। ଘିଅଟି ପୁରା ଜଳିଯିବ, ପୁରା ସଳିତା ପୁରା ଜଳିଗଲା। ସେହି ରୂପାର କଏନ୍କୁ କାଗଜରେ ପୋଛିବେ, କପଡ଼ାରେ ପୋଛିବେ ନାହିଁ କିମ୍ବା ଧୋଇବେ ନାହିଁ, କାଗଜରେ ପୋଛିଦେବେ। ଯଦି କଳା ହେଇଥିବ, ସେହି ରୂପାର କଏନ୍କୁ ଲାଲ କପଡ଼ାରେ ବାନ୍ଧି କରି ନିଜର ସ୍ୱାମୀଙ୍କ ପକେଟରେ ତାହାକୁ ବାନ୍ଧି କରି ରଖିଦେବେ। ପୁଣି ଆଉ ଥରେ ଯେଉଁ ଶୁକ୍ରବାର ଆସିବ, ସେହି କଏନ୍କୁ ବାହାର କରିବେ, ଗଙ୍ଗା ଜଳରେ ଧୋଇ କରି ପୁଣି ଘିଅର ଦୀପ ମା ମହାଲକ୍ଷ୍ମୀଙ୍କ ସାମ୍ନାରେ ସନ୍ଧ୍ୟା ସମୟରେ ଜାଳ ହେବ। ତାହାକୁ ରୂପାର କଏନ୍କୁ ରଖାଯିବ। ପୁଣି ତାହାକୁ ରଙ୍ଗ କପଡ଼ାରେ ବାନ୍ଧି କରି ସ୍ୱାମୀଙ୍କ ପକେଟରେ ରଖିବେ, ବା ଆପଣ ଯଦି ଚାକିରି ପାଇଁ କଷ୍ଟ ପାଉଛନ୍ତି ଆପଣଙ୍କ ପକେଟରେ ରଖିବେ। ଏମିତି ପ୍ରତି ଶୁକ୍ରବାରକୁ ଶୁକ୍ରବାର କରିବେ। ଦ୍ୱିତୀୟରେ, ଗାଈର ଗୋବର ଶୁଖି ଯାଇଥାଏ, ଯାହାକୁ ଆମେ ଓଡ଼ିଆରେ ଘଷି ବୋଲି କହିଥାଉ। ଏହାକୁ ଭଲ ଭାବରେ ଗ୍ୟାସରେ ଟିକେ ଜାଳି କରି ଆଣିବେ। ଘିଅ ପକାଇ କରି ଆପଣମାନେ ଯେଉଁ କ୍ଷୀରି ମା ମହାଲକ୍ଷ୍ମୀଙ୍କ ପାଇଁ ପ୍ରସ୍ତୁତ କରିଥିବେ, ସେଥିରେ ମା ମହାଲକ୍ଷ୍ମୀଙ୍କର ବା ଛୋଟିଆ ହୋମଟିଏ କରିବେ। କେମିତି କରିବେ, ଆପଣ ଗୋଟିଏ ବଡ଼ ସରା ନେବେ। ସେହି ସରାରେ ଆପଣ ଗାଈର ଗୋବରକୁ ଭଲସେ ଶୁଖାଇ ଦେଇକରି ଟିକେ ଜଳାଇ ଦେଇଥିବେ। ସେଥିରେ ଘିଅ ଏବଂ କର୍ପୂର ପକାଇଦେବେ, ତାହାକୁ ଜଳାଇ ଦେବେ। ସେହି ନିଆଁଟି ଭଲ ଭାବରେ ଜଳିଯିବା ପାଇଁ ଆପଣ ଅପେକ୍ଷା କରିବେ। ତାପରେ ଗାଈର ଶୁଦ୍ଧ ଘିଅ ଟିକେ ରଖିଥିବେ, କ୍ଷୀରି ରଖିଥିବେ। କ୍ଷୀରିରେ ହୋମ କରିବା ଦ୍ୱାରା ମା ମହାଲକ୍ଷ୍ମୀଙ୍କ ପାଇଁ ସେ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ତ କ'ଣ କରିବେ, ପ୍ରଥମେ ତାହାକୁ ଅଗ୍ନି ଦେବତାଙ୍କର ପୂଜା କରିବେ। ଚନ୍ଦନ, ସିନ୍ଦୁର ଟିକେ ଏବଂ ଅକ୍ଷତ ଟିକେ ସେହି ନିଆଁରେ ପକାଇଦେବେ ଏବଂ କିଛି ଡ୍ରାଏ ଫ୍ରୁଟ୍ ପକାଇଦେବେ। ଯେମିତିକି ଗୋଟାଏ କିସମିସ୍ ପକାଇଦେବେ କିମ୍ବା କିଛି ମିଶ୍ରି ପକାଇଦେବେ। ଗୋଟିଏ ଚାମଚା ଘିଅ ପକାଇବେ। ଅଗ୍ନି ଦେବତା ସ୍ୱାହା ଏମିତି କହିକି କରିବେ। ପୁଣି ତାପରେ କ'ଣ କରିବେ, ଓମ୍ ଗଣେଶାୟ ସ୍ୱାହା ଏମିତି କରିବେ 5 ଥର। ଗାଈ ଘିଅକୁ 5 ଥର ପକାଇବେ। ତାପରେ ଗ୍ରହମାନଙ୍କ ପାଇଁ ଓମ୍ ନବଗ୍ରହାୟ ସ୍ୱାହା ଗୋଟିଏ ଥର ପକାଇବେ କିମ୍ବା 3 ଥର ପକାଇବେ କିମ୍ବା 5 ଥର କହିକରି ପକାଇ ପାରିବେ। ତାପରେ ଆପଣ ଲକ୍ଷ୍ମୀ ନାରାୟଣଙ୍କର ଯେକୌଣସି ବି ଗୋଟିଏ ବୀଜ ମନ୍ତ୍ରରେ 108 ଥର ଆହୁତି ଦେବେ। କ୍ଷୀରି ଧରିଥିବେ, ଆପଣ ରୂପାର କଟୋରୀରେ କ୍ଷୀରି ଧରିଥିବେ। ରୂପାର ଚାମଚ ଥିଲେ ତ ଭଲ କଥା, ଯଦି ନାହିଁ ଆମ୍ବ ପତ୍ରରେ ଆପଣ ଆହୁତି ଦେବେ। କେମିତି, ମା ମହାଲକ୍ଷ୍ମୀର କୌଣସି ଏକ ବୀଜ ମନ୍ତ୍ର ମୋବାଇଲରେ ଚଲାଇ ଦିଅନ୍ତୁ 108 ଥର। ମୋବାଇଲରେ ବାଜୁଥିବ ଏବଂ ଆପଣ ବି କହୁଥିବେ, କହି କରି 108 ଥର ମାଙ୍କୁ ସେଥିରେ କ୍ଷୀରି, ସେହି ଯେଉଁ ହୋମ କରାଯାଉଥିବ ସେଥିରେ ପକାଇବେ। ଲାଷ୍ଟରେ ଆହୁତି ଦିଆଯିବ। ଆହୁତି କିପରି ଦିଆଯିବ, 2ଟି ଲବଙ୍ଗ, ଗୋଟାଏ ଅଳେଇଚ, କିଛି ଘିଅ ସେଥିରେ ପକାଇଦେବେ ଏବଂ ମିଶ୍ରି ପକାଇଦେବେ। ପାଣି ଛଡ଼ାଇଦେବେ। ପୁରା ସେହି ଘିଅ ପୁରା ଜଳିଯିବା ପର୍ଯ୍ୟନ୍ତ ସେହି ନିଆଁଟି ଚାରିପଟେ ପାଣି ଛଡ଼ାଇଦେବେ।
କ୍ଷମା ଯାଚନା କରିବେ ଏବଂ ଶେଷରେ ଥରୁଟିଏ ଅଗ୍ନି ଦେବତାଙ୍କ ପାଇଁ ବି କ୍ଷୀରି ପକାଯିବ। ତାପରେ ପାଣି ଛଡ଼ା ହେଇଯିବ, ଆହୁତି ଦିଆ ହେଇଗଲା, 2ଟି ଲବଙ୍ଗ ଏବଂ 2ଟି ଅଳେଇଚରେ ଆହୁତି ଦିଆଗଲା, ସରିଲା। ତାପରେ କ୍ଷମା ପ୍ରାର୍ଥନା କରିଦେବେ। ଏମିତି ପ୍ରତି ଶୁକ୍ରବାରକୁ ଶୁକ୍ରବାର ଯଦି ଆପଣମାନେ ହୋମ କରନ୍ତି, ତେବେ ମା ମହାଲକ୍ଷ୍ମୀଙ୍କର ବିଶେଷ କୃପା ଆପଣମାନେ ପାଇପାରିବେ ଏବଂ ଜଲ୍ଦି ଆପଣଙ୍କୁ ଗରିବୀ ସମସ୍ୟାରୁ ରାହତ ମିଳିବ। ନତୁବା ଆପଣ 11 ଥର ଶ୍ରୀ ସୂକ୍ତମ ପଢ଼ିବେ ସନ୍ଧ୍ୟା ସମୟରେ। ମା ମହାଲକ୍ଷ୍ମୀଙ୍କ ପାଖରେ 11 ଥର ଶ୍ରୀ ସୂକ୍ତମ ପଢ଼ିବେ ସନ୍ଧ୍ୟା ସମୟରେ। ଏହାଦ୍ୱାରା ଗରିବୀ ସମସ୍ୟା ତତ୍କ୍ଷଣାତ୍ ଦୂର ହୋଇଥାଏ। ଧୀରେ ଧୀରେ କରି ସ୍ୱାମୀଙ୍କର ଉନ୍ନତି ହବ ହିଁ ହବ। ତାପରେ ନିୟମ ଅଟେ ଏଇଆ ଅଟେ, ଏ 3ଟି ନିୟମ ଥିଲା। ଯଦି ଭୟଙ୍କର ଗରିବୀ ଆପଣଙ୍କୁ ଆସୁଛି, ଚାକିରିରେ ଉନ୍ନତି ହେଉନାହିଁ, ବ୍ୟବସାୟରେ ଉନ୍ନତି ହେଉନାହିଁ, ତେବେ ଏହି 3ଟି ନିୟମ ଶେଷରେ ଯେଉଁ କହିଲି ଆପଣମାନେ କରିବେ ଏବଂ ପୂର୍ବରୁ ଯେଉଁ ସବୁ ନିୟମ କହିଲି ଆପଣ ପ୍ରତ୍ୟେକ ନାରୀ ପ୍ରତ୍ୟେକ ଦିନ କରିପାରିବେ। ଶୁକ୍ରବାର ଦିନର ଏହି ନିୟମ ଆପଣଙ୍କର ଜୀବନ ବଦଳାଇ ଦେବ ଏବଂ ମା ମହାଲକ୍ଷ୍ମୀଙ୍କୁ ଗୋଲାପର ଇତର ପୂଜା ଦୋକାନରେ ମିଳିବ, ଆଣିକରି ମାଙ୍କୁ ପ୍ରତି ଶୁକ୍ରବାରକୁ ଶୁକ୍ରବାର ଲଗାଇବେ ଏବଂ ନିଜେ ବି ପରଫ୍ୟୁମ୍ ଦେହରେ ଲଗାଇବେ। ଶୁଦ୍ଧ ଭାବରେ ନିଜ ଘରକୁ ସୁସଜ୍ଜିତ କରିବେ, ନିଜେ ସୁସଜ୍ଜିତ ହୋଇ ରହିକରି ପୂଜା କରିବେ। ଦେଖିବେ ନିହାତି ଆପଣଙ୍କ ଭାଗ୍ୟରେ ଉନ୍ନତି ଆସିବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।